ପରୀକ୍ଷା ଦେଇ ପାରିବୁନି। ଆରେ ତୁ ପିଙ୍କିର କାହିଁ ଏତେ ମଜା ଉଡଉଛୁ କହିଲୁ? ସତରେ ପିଙ୍କି, ଟିନା ତ ଠିକ କଥା କହିଲା। ତୋର ତ ବାପା ନାହାନ୍ତି, ତ ମା ଲଙ୍କା ଚାଷ କରି ଅଳ୍ପ କେତୋଟି ଟଙ୍କା ପାଆନ୍ତି। ସେ କଣ ପାଇଁ ଯେ ତୋ ନାଁ ଏତେ ବଡ଼ ସ୍କୁଲରେ ଲେଖେଇଛନ୍ତି? ତୁ ଆମ ଭଳି ଏମିତି ଏକ ବଡ଼ ସ୍କୁଲରେ ପଢିବାର ଯୋଗ୍ୟ ନୁହଁ, ବୁଝିଲୁ? ଏମିତି କହି ସେ ଦୁଇ ଜଣ ସେଠାରୁ ଚାଲିଗଲେ। ତାଙ୍କର କଥା ଶୁଣି ପିଙ୍କିର ମନ ଦୁଃଖ ହେଇଗଲା। ବାପାର ମୃତ୍ୟୁ ପରେ ପିଙ୍କିର ମା ଜମିରେ ଲଙ୍କା ଚାଷ କରି ଘର ଚଳାଉଥିଲା, ହେଲେ ସେ ବହୁତ କମ ଟଙ୍କା ପାଉଥିଲା। ସେ ପିଙ୍କିର ପାଠପଢା ଉପରେ ଏତେ ଖର୍ଚ୍ଚ କରିପାରୁନଥିଲା, ଯାହା ଫଳରେ ପିଙ୍କିର ସାଙ୍ଗମାନେ ତାର ବହୁତ ମଜା ଉଡଉଥିଲେ। ମା ପିଙ୍କି, ତୁ କାନ୍ଦୁଛୁ କଣ ପାଇଁ? ଆଜି ବି କଣ ସ୍କୁଲ ପିଲାମାନେ ତତେ କିଛି କହିଲେ କି? ହଁ, ସେମାନେ ମତେ ସବୁଦିନ କିଛି ନା କିଛି କଥା ଶୁଣାନ୍ତି। ମା, ମତେ ପାଠ ପଢେଇବାରେ ଯଦି ତମର କିଛି ଅସୁବିଧା ହେଉଛି, ମୁଁ କାଲିଠୁ ଆଉ ସ୍କୁଲ ଯିବିନି, ତମକୁ କାମରେ ସାହାଯ୍ୟ କରିବି। ନାଇଁ ରେ ମା, ସେମିତି କହନି। ତୁ ବହୁତ ପାଠ ପଢିବୁ। ପାଠ ପଢିଲେ ତୁ ଜୀବନରେ କେବେ ବି କଷ୍ଟ ପାଇବୁନି। ମୁଁ ଶୁଣିଲି ଏ ବର୍ଷ ଲଙ୍କାର ଦାମ ବଢି ଯାଇଛି। ଆମ ଜମିରେ ଏ ବର୍ଷ ବହୁତ ଲଙ୍କା ଫଳିଛି। ମୁଁ ଲଙ୍କା ବିକ୍ରି କରି ତୋ ସ୍କୁଲ ଫି ଦେଇଦେବି, ଆଉ ତୋ ପାଇଁ ଏକ ନୂଆ ସ୍କୁଲ ବ୍ୟାଗ ବି ଆଣିଦେବି। ତୁମେ ସତ କହୁଛ ମା? ମୋ ପାଇଁ ନୂଆ ସ୍କୁଲ ବ୍ୟାଗ କିଣିଦେବ? ହଁ, ତୁ ଆଉ ମନ ଦୁଃଖ ନ କରି ଘର ଭିତରକୁ ଆ, ମୁଁ ତତେ ଖାଇବା ଦେବି। ତାପରେ ବଜାରକୁ ଯାଇ ଲଙ୍କା ବିକ୍ରି କରିବା ପାଇଁ ମୁଁ ଦୋକାନ ଠିକ କରିବି। କିଛି ସମୟ ପରେ ମା ଚଢ଼େଇ ବଜାରକୁ ଗଲା। ସେଇ ବଜାରରେ କାଉ ଦୋକାନ ଦେଇଥିଲା। ସେ ମା ଚଢ଼େଇକୁ ଦେଖି କହିଲା, ଆରେ ଚଢ଼େଇ, ତୁ ଏଠି? ମୁଁ ଶୁଣିଲି ତୋର ଏ ବର୍ଷ ବହୁତ ଭଲ ଲଙ୍କା ଫସଲ ହେଇଛି। ତୁ ମୋ ପାଖରେ ବିକ୍ରି କରିବୁ କି? ମୁଁ 1 କେଜି ଲଙ୍କାକୁ 40 ଟଙ୍କା କରିଦେବି। ହେଲେ କାଉ, ମୁଁ ଶୁଣିଥିଲି ଲଙ୍କା କେଜି 80 ଟଙ୍କା, ଆଉ ତୁ ମତେ 40 ଟଙ୍କା ଦେଉଛୁ? ସେ ସବୁ ବେକାର କଥା, ତୁ ଭୁଲ ଶୁଣିଛୁ। ତୋ ପାଖରୁ ମୁଁ ଲଙ୍କା ନେଇ ସହରକୁ ଯିବି, ସେଥିରେ ବି ତ ଖର୍ଚ୍ଚ ଅଛି। ତତେ ଯଦି ମୁଁ ସବୁ ଟଙ୍କା ଦେଇଦେବି, ମୁଁ କଣ ଲାଭ କରିବି? 40 ଟଙ୍କା କରି ନେବୁ ତ ନେ, ନହେଲେ ତୋଠୁ ଚାଲିଯା। ଏ ବର୍ଷ ମୁଁ ଭାବିଥିଲି ଲଙ୍କା ବିକ୍ରି କରି ମୋ ଝିଅ ପାଇଁ ନୂଆ ସ୍କୁଲ ବ୍ୟାଗ କିଣିଦେବି। ତୁ ଯଦି ମତେ ଏତେ କମ ଟଙ୍କା ଦେବୁ, ମୁଁ ତ କିଛି ବି କରିପାରିବିନି। देख चढ़ेई, तू बहुत गरीब गरीब हेई एते शौक रखिबा ठीक नुह। आगो को सब तो इच्छा। काऊ पाखरु एमिति शुणी चढ़ेई मन दुखरे निज जमी को चलीगला। से निज लंका फसल को देखि बहुत मन दुख करुथिला। सेही समय रे एक बूढ़ी चढ़ेई ता पाखक आसिला। मारे, मते भारी भोक लागुची। मु कालीरु किछि भी खाइनी, मते किछि खाइबा देई पारिबु? बुढ़ी माँ, मु तुमठु भी गरीब, एबे मो पाखरे किछि भी नाही। मु तुमको कोन खाइबाकू देबी? मो घरे किछि पखाळ भात अछि, तो जमी रे तो अनेक लंका पड़िछि। मते किछि लंका देई पारिबु? मु लंका चकटी पखाळ भात खाई नेबी। एमिति सुनी माँ चढ़ेई किछि लंका तोड़ी आनी बुढ़ी चढ़ेई को देला। एई निया बुढ़ी माँ, ए लंका छड़ा मु तुमको आउ किछि भी देई पारुनी। मु एकुटिया एते सब लंका नै कोन करिबी? ए 2टा लंका मु नेउची, बाकी लंका निज पाखरे रखी दे। तू निज अगणा रे ए लंका मंजी पोती देबु। मु आशीर्वाद करूची, तोर सब दुख दूर हो जिवो। तापरे से बुढ़ी चढ़ेई घर को चली गला। माँ चढ़ेई लंका पटोली धरी निज घर को फेरी आसिला। कौन हैला माँ, तुमे एते मन दुख काहे की करिछ? मारी, आम दुख बोधे आउ केबे भी दूर हेबनी। माँ, तुमे लंका बिक्री करबा पई बाजार को जाईथिलो, कोन ए वर्ष भी काऊ अंकल तुमको कम टंका देउछंती? हां रे माँ, ए जंगल रे ताऊ दुकान नाही। काऊ हम पाखरु कम टंका रे लंका नै शहर रे बहुत दाम रे बिक्री करूची। सब कथा जानिले भी आमे किछि करि पारुनु। मन दुख करनी माँ, सब किछि ठीक हे जिवो। से पोटली रे कोन अछि? एगुडा लंका मु आम जमीरु तोड़ीथिली, ने घर रखी देबु। माँ, ए पोटली रे तो अल्प लंका अछि, हेले एटा एते भारी काहे लागुची? मु खोली के देखे। ए कोन माँ, एतिरे तो सोना लंका अछि। कोन कहिलु? सोना लंका? हेले मु तो एतिरे साधारण लंका रखिथिली। जणे बुढ़ी माँ एथिरु किछि लंका नेइथिले। माँ देखो, एथिरे
ସୁନା ଲଙ୍କା କରିଦେଇଥିବେ। ହଁ ତୁ ଠିକ କହିଲୁ। ସେ ବୁଢୀ ମା ସାଧାରଣ ଚଳି ନଥିଲେ। ସେ ନିଶ୍ଚୟ ମତେ ସାହାଯ୍ୟ କରିବା ପାଇଁ ମୋ ପାଖକୁ ଆସିଥିଲେ। ସେ କହିଥିଲେ ଏ ଲଙ୍କାର ମଞ୍ଜି ଗୁଡାକୁ ନିଜ ଅଗଣାରେ ପୋତି ଦେବାକୁ। ମତେ ଗୋଟେ ଲଙ୍କା ଦେଲୁ, ମୁଁ ଦେଖେ ସେ ଲଙ୍କା ଭାଙ୍ଗି ହେଉଛି କି ନାହିଁ। ଆରେ ଏ ଲଙ୍କା ତ ଭାଙ୍ଗି ହେଇଗଲା। ଏଥିରେ କିଛି ମଞ୍ଜି ବି ଅଛି। ମୁଁ ଯାଏ ଆମ ଅଗଣାରେ ବିଞ୍ଚି ଦିଏ। ତାପରେ ମା ଚଢ଼େଇ ନିଜ ଅଗଣାରେ ସୁନା ଲଙ୍କା ମଞ୍ଜି ପକେଇଦେଲା। ପରଦିନ ସକାଳେ ପିଙ୍କି ଚଢ଼େଇ ଘରୁ ବାହାରି ଦେଖିଲା ତାଙ୍କ ଘର ଅଗଣାରେ ଅନେକ ଲଙ୍କା ଗଛ ବାହାରି ସେଥିରେ ସୁନା ଲଙ୍କା ଫଳିଛି। ସେ ଶୀଘ୍ର ଘର ଭିତରକୁ ଯାଇ ତା ମାକୁ ଡାକି ଆଣିଲା। ସୁନା ଲଙ୍କା ଦେଖି ସେ ଦୁଇ ଜଣ ଖୁବ ଖୁସି ହେଇଗଲେ। ସେ ବୁଢୀ ମାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ତାଙ୍କରି ପାଇଁ ଆମକୁ ସୁନା ଲଙ୍କା ମିଳିଛି। ଏବେଠୁ ଆମର ଆଉ କିଛି ଦୁଃଖ ରହିବନି ରେ ମା। ଆମ ବଗିଚାରେ ସୁନା ଲଙ୍କା ହେଇଛି। ଏବେ ଆମକୁ ଗରିବ କହି ଆଉ ଆମର କେହି ବି ମଜା ଉଡେଇବେନି। ସୁନା ଲଙ୍କା ବିକ୍ରି କରି ତାଙ୍କର ବହୁତ ଉନ୍ନତି ହେଲା। ଧୀରେ ଧୀରେ ଏକଥା ପୁରା ଜଙ୍ଗଲରେ ପ୍ରଚାର ହେଇଗଲା। ଏକଥା କାଉ ବି ଜାଣିବାକୁ ପାଇଲା। ସତରେ କଣ ସେ ଚଢ଼େଇର ଲଙ୍କା ଫସଲ ହେଇଛି? ଆଜି ରାତି ହେଉ, ମୁଁ ତା ଘରକୁ ଯାଇ ଦେଖେ ଘଟଣା କଣ। ରାତି ହେବା ପରେ କାଉ ସେ ଚଢ଼େଇର ଘରକୁ ଗଲା। ସେ ଘର ଅଗଣାରେ ହିଁ ସୁନା ଲଙ୍କାର ଫସଲ ଦେଖିଲା। ଆଚ୍ଛା, ଏଇ ସୁନା ଲଙ୍କା ପାଇଁ ତାହେଲେ ଚଢ଼େଇ ଏତେ ଧନୀ ହେଇଛି। ସେଥିପାଇଁ ସେ ଲଙ୍କା ବିକ୍ରି କରିବା ପାଇଁ ଆଉ ମୋ ପାଖକୁ ଆସୁନି। ରାତି ହେଇଯାଇଛି, ସମସ୍ତେ ଶୋଇ ପଡ଼ିଥିବେ। ଏଇ ସୁଯୋଗରେ ମୁଁ ଏ ଗଛରୁ କିଛି ଲଙ୍କା ତୋଳି ନେଇଯାଏ। ଏମିତି ଚିନ୍ତା କରି କାଉ କିଛି ସୁନା ଲଙ୍କା ତୋଳିବାକୁ ଚେଷ୍ଟା କଲା। ହଠାତ୍ ସବୁ ସୁନା ଲଙ୍କା ବିଷାକ୍ତ ସାପରେ ବଦଳି ଗଲା। ଏସବୁ ଦେଖି ତ କାଉ ଭୟରେ ଚିତ୍କାର କଲା। ସେ ସାପ ସାପ, ବାବା ବଞ୍ଚାଅ, ମତେ କେହି ବଞ୍ଚାଅ। କାଉର ଏପରି ଚିତ୍କାର ଶୁଣି ମା ଚଢ଼େଇ ଆଉ ତାର ଛୁଆ ଉଠି ପଡ଼ିଲେ। ସେମାନେ ବାହାରକୁ ଚାଲି ଆସିଲେ। ଆରେ କାଉ, ଏତେ ରାତିରେ ତୁ ଏଠି ଏମିତି ଚିତ୍କାର କାହିଁକି କରୁଥିଲୁ? ଚଢ଼େଇ, ତୋରି ଲଙ୍କା ଗଛରେ ସାପ ଅଛନ୍ତି, ଏଇ ଦେଖେ। ହେଲେ ଏଠି ତ ସାପ ନାହାନ୍ତି। ତୁ କାହାକୁ ଦେଖିଲୁ? ତୁ ଆଗ କହ, ଏତେ ରାତିରେ ତୁ ଏଠି କଣ କରୁଥିଲୁ? କାଉ ଚଢ଼େଇକୁ ସବୁ ଘଟଣା କହିଲା। କାଉ, ଏସବୁ ଯାଦୁର ଗଛ। ତୋ ଲୋଭ ପାଇଁ ହିଁ ତୁ ସାପ ମାନଙ୍କୁ ଦେଖିଲୁ। ଏମିତି ଶୁଣି କାଉ ନିଜ ଭୁଲ ବୁଝିପାରିଲା। ସେ ଚଢ଼େଇକୁ କ୍ଷମା ମାଗି ନିଜ ଘରକୁ ଫେରିଗଲା। ସୁନା ଲଙ୍କା ପାଇଁ ଚଢ଼େଇ ଆଉ ତାର ଝିଅ ଖୁସିରେ ନିଜ ଜୀବନ ବିତେଇଲେ।